ଦେଖନ୍ତୁ କେତେ ସରଳ ଭାଷାରେ କୁହାଯାଇଛି, ମଧୁର ସନ୍ତାନଗଣ ଏବେ ତୁମକୁ ବହୁତ ବହୁତ ସାଧାରଣ ରହିବାକୁ ହେବ। ଯେତେବେଳେ ତୁମେ ଦାମୀ ଫ୍ୟାସନେବଲ ବସ୍ତ୍ର ପିନ୍ଧୁଛ, ଦେହ ଅଭିମାନ ଆସିଯାଏ। ବାସ୍ ଏତିକିରେ ସବୁ କହିଦେଲେ ବାବା। ହଁ, ଏଇ ଛୋଟ ବାକ୍ୟରେ ବହୁତ ଗଭୀର କଥା ଅଛି ନା? ବହୁତ ଗଭୀର। ସେଥିପାଇଁ ସମ୍ପୂର୍ଣ୍ଣ ଭାବରେ ବୁଝିବା ପାଇଁ ଆଲୋଚନାଟିକୁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ହଁ, ନିଶ୍ଚୟ। ଆଉ ହଁ, ଏଇଭଳି ଦୈନିକ ମୁରଲୀ ବିଶ୍ଳେଷଣ ଆଉ ଅନ୍ୟ ଆଧ୍ୟାତ୍ମିକ ଚର୍ଚ୍ଚା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ହଁ, ସେୟାର ବି କରିବେ। ଚାଲନ୍ତୁ ତେବେ ଆରମ୍ଭ କରିବା ଆଜିର ଆଲୋଚନା। ତେବେ ମୁରଲୀର ପ୍ରଥମ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରଳତା। ବାବା କହୁଛନ୍ତି ସାଧାରଣ ରୁହ, କାରଣ ଦାମୀ ପୋଷାକ ଦେହ ଅଭିମାନ ଆଣେ। ଏଇଟା କ'ଣ ଖାଲି ବାହାରର ସରଳତା କଥା, ନା ଭିତରେ ଆଉ କିଛି ଅଛି? ନା ନା, ଏହାର ବହୁତ ଗଭୀର ଅର୍ଥ ଅଛି। ଦେଖନ୍ତୁ, ବାବା ଏଠି ଗୋଟେ ସୂକ୍ଷ୍ମ କିନ୍ତୁ ବହୁତ ଶକ୍ତିଶାଳୀ କନେକ୍ସନ ଦେଖାଉଛନ୍ତି। ଆମର ବାହାରର ଚଏସ୍, ଯେମିତି ପୋଷାକ, ସେଇଟା କେମିତି ଆମ ଭିତରରେ ସ୍ଥିତିକୁ ପ୍ରଭାବିତ କରୁଛି। ହଁ ହଁ, ଦେହ ଅଭିମାନ ମାନେ ନିଜକୁ ଏ ଶରୀର ଭାବିବା। ଏଇଟା ତ ଆଧ୍ୟାତ୍ମିକ ପଥରେ ସବୁଠୁ ବଡ଼ ବାଧା। ସତ କଥା। ଯେତେବେଳେ ଆମେ ଦାମୀ ଜିନିଷ, ଆକର୍ଷଣୀୟ ଜିନିଷରେ ନିଜକୁ ସଜଉଛେ, ଆମର ଧ୍ୟାନଟା କ'ଣ ହେଉଛି? ବାହାରକୁ ଚାଲି ଯାଉଛି। ଆଉ ଆମେ ନିଜର ପ୍ରକୃତ ସ୍ୱରୂପ, ଆତ୍ମା, ତାକୁ ଭୁଲି ଯାଉଛେ। ସେଥିପାଇଁ ବାବା ସରଳତାକୁ ଗୋଟେ ଟୁଲ୍ ଭଳି ବ୍ୟବହାର କରିବାକୁ କହୁଛନ୍ତି। ମାନେ ଏହା ଦେହାଭିମାନକୁ କମେଇବାରେ ସାହାଯ୍ୟ କରେ। ଏକଦମ, ଏଇଟା ଆକ୍ଟିଭ ପ୍ରୋସେସ୍ ଏଇଟା। ଆଉ ସେ ଆହୁରି ବି କହୁଛନ୍ତି ଯେ ଆମେ ତ ଏବେ ଆମ ଭବିଷ୍ୟତର ଶ୍ୱଶୁର ଘର, ମାନେ ସ୍ୱର୍ଣ୍ଣିମ ଯୁଗ ପାଇଁ ତିଆରି ହେଉଛେ। ହଁ, ସେଠି ତ ଅଳଙ୍କାର, ସୁନ୍ଦର ବସ୍ତ୍ରର କିଛି ଅଭାବ ରହିବନି। 21 ଜନ୍ମ ପାଇଁ ସୁଖ ହିଁ ସୁଖ। ବାଃ! ଏ ଯୋଉ ସଙ୍ଗମ ଯୁଗ ଚାଲିଛି, ପରିବର୍ତ୍ତନର ସମୟ, ଏଠି ଆମର ଧ୍ୟାନ ବାହାରର ଆଡମ୍ବର ବଦଳରେ ଭିତରର ଶୁଦ୍ଧତା ଆଉ ସ୍ମୃତି ଉପରେ ରହିବା ଦରକାର। ଆଉ ଗୋଟେ ପ୍ରାକ୍ଟିକାଲ କଥା ବି କହିଲେ ନା, ଚୋରି ଡକାଇତି। ହଁ ହଁ, ସେଟା ବି ମୁରଲୀରେ ସୂଚନା ଦିଆଯାଇଛି। ଆଜିକାଲିକା ଯୋଉ ପରିସ୍ଥିତି, ବେଶି ଦାମୀ ଜିନିଷ ପିନ୍ଧିଲେ ଚୋରି ବା ଅନ୍ୟ ବିପଦର ଭୟ ବି ରହୁଛି। ଠିକ୍। ତେଣୁ ସରଳତା ଆଧ୍ୟାତ୍ମିକ ଦୃଷ୍ଟିରୁ ତ ଜରୁରୀ, ଆଉ ବ୍ୟବହାରିକ ଦୃଷ୍ଟିରୁ ବି ସୁରକ୍ଷା ଦିଏ। ବୁଝିଲି। ମାନେ ସରଳତା ଖାଲି ବାହାରକୁ ଦେଖେଇ ହେବା ପାଇଁ ନୁହେଁ, ଏଇଟା ଆତ୍ମସ୍ଥିତି ପାଇଁ ବି ସାହାଯ୍ୟ କରେ। ଆଚ୍ଛା, ତାପରେ ମୁରଲୀ ଆମ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ କଥା କହୁଛି। ଲକ୍ଷ୍ମୀ ନାରାୟଣଙ୍କ ଚିତ୍ର ଘରେ ରଖିବା। ଏଇଟା କ'ଣ ଖାଲି ଗୋଟେ ଫଟୋ ରଖିଦେବା, ନା ଆଉ କିଛି? ନା ନା, ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।